ଦର ଆଉଜା କବାଟରେ ଏକ ଅତର୍କିତ ଧକ୍କା ଦେଇ ସେ ପଶି ଆସିଲା ଠିକ୍ ଆତଙ୍କବାଦୀ ଭଳି। ମୁଁ ଚମକି ପଡ଼ିଲି। ପଢ଼ା ଟେବୁଲ ଉପରୁ ମୁହଁ ଉଠାଇ ପଚାରିଲି, କ'ଣ ହେଲା? ଷଣ୍ଢ ଗୋଡ଼େଇଛି? ତତ୍କ୍ଷଣାତ୍ ଜବାବ ମିଳିଲା, ଗୋଡ଼େଇନି, ଗୋଡ଼େଇବ ତତେ। ଆଉ ଯଦି ବେଶୀ ଡେରି କରିବୁ ତୋ ପଛରେ ଷଣ୍ଢ ଛାଡ଼ିଦେବି। କ'ଣ ହେଲା କହ? ସେ ଝାଳରେ ବତୁରି ଯାଇଥିବା ସାର୍ଟ ଆଉ ଗଞ୍ଜିକୁ ଖୋଲି ଫୋପାଡ଼ି ଦେଲା। ବୋତଲ ଟେକି ଏକା ନିଶ୍ୱାସକେ ଢକ ଢକ ପାଣି ପିଇଲା। ତାପରେ ବେଡ୍ ଉପରକୁ ଡିଆଁଟାଏ ମାରି କାନ୍ଥରେ ତକିଆ ଡେରି ଆଉଜି ପଡ଼ିଲା। ମୋ ଆଡ଼କୁ ଚାହିଁ କହିଲା, ସବୁ ସେଟ୍ ହୋଇଯାଇଛି। ଏଥର ଚିଠିଟା ଧରାଇ ଦେବି, ତାପରେ ଦେଖିବୁ କ'ଣ ହଉଛି। ନିଶାସକ୍ତ ହସଟିଏ ଖେଳେଇ ଦେଇ ତାକୁ କହିଲି, ହଉ ବସ୍, ଚେଷ୍ଟା କରିବା। ଅମାପ ଉତ୍କଣ୍ଠା ସହ ସେ ମୋ ବେଡ୍ ଉପରେ ଅନନ୍ତ ଶୟନ କରିଥିଲା ଆଉ ମୋ ଆଡ଼କୁ ସମ୍ପୂର୍ଣ୍ଣ ସମର୍ପିତ ବଦନରେ ଚାହିଁ ରହିଥିଲା। ମୁଁ ଏଇ ଖରାଦିନିଆ ସନ୍ଧ୍ୟାବେଳେ ଜୀବନର ପ୍ରଥମ ପ୍ରେମପତ୍ର ଲେଖିବାକୁ ସଜବାଜ ହେଉଥିଲି। ନିଜ ପାଇଁ ନୁହଁ, ଜିତୁ ପାଇଁ। ସେ ପୁଣି କେବେ ଦେଖିନଥିବା ଝିଅକୁ ନେଇ। ମୁଁ ବହିପତ୍ର ସବୁ ଆଡ଼େଇ ଦେଇ ନୋଟବୁକ୍ ଆଉ କଲମ ସଜାଡ଼ୁ ସଜାଡ଼ୁ ସିଏ ପ୍ରଶ୍ନ କଲା, ଟନିକ୍ଟା ପକେଇ ଦେଇ ଲେଖିବୁ ନା ଲେଖିସାରି ପକେଇବୁ? ମୋର ସର୍ବପ୍ରଥମ ଗ୍ରାହକ ଅଗ୍ରିମ ଯାଉଛି, ନେବି। ଲୋଭ ସମ୍ବରଣ କରି କହିଲି, ରଖିଥା, ସରିଯାଉ। ସନ୍ଦେହ ମୋଚନ ଠାଣିରେ କହିଲା, ମେସ୍ର ଫ୍ରିଜରେ ଥଣ୍ଡା ହଉଛି। ପିଜି ହଷ୍ଟେଲରେ ମୋ ରୁମ୍ଟା ଥିଲା ମୁକ୍ତି ମଣ୍ଡପ, ଅନେକ ବିଚିତ୍ର ଏବଂ ଅସମାଧିକ ମାନସିକ ଦ୍ୱନ୍ଦ୍ୱ ଓ ଧର୍ମ ସଙ୍କଟର ସମାଧାନାଗାର। ତେବେ ସମାଧାନର ପନ୍ଥା ଗଣତାନ୍ତ୍ରିକ ଭିତ୍ତିରେ ବାହାରୁଥିଲା। ପୃଷ୍ଠଭୂମିରେ ରହୁଥିଲା ଘଣ୍ଟା ଘଣ୍ଟାର ମାନସ ମନ୍ଥନ। ମାନେ ମନ୍ଥନ କେବେ କେବେ ଶାରୀରିକ ମନ୍ଥନ ସ୍ତରକୁ ଚାଲି ଯାଉଥିଲା। ଦିନେ ଏକ ଅଦ୍ଭୁତ ବ୍ୟକ୍ତିଗତ ସମସ୍ୟାର ସମାଧାନ ଖୋଜୁ ଖୋଜୁ ଜିତୁ ଜାଣିପାରିଥିଲା ଯେ ମୁଁ ହିଁ ତାର ରକ୍ଷାକର୍ତ୍ତା। ଆଉ ମୁଁ ଜାଣିପାରିଥିଲି ଯେ ଏଣିକି ପେଶାଦାର ପରାମର୍ଶଦାତା ହେବାର ସମୟ ଆସିଗଲାଣି। ଘଟଣାଟି ଏପରି। ଥରେ ଜିତୁ ଛୁଟି ପରେ ହଷ୍ଟେଲକୁ ଫେରିଲା। ଭୟଙ୍କର ଭାବେ ଅନ୍ୟମନସ୍କ। ସିଗାରେଟରୁ ନିଆଁ ଲିଭୁ ନଥାଏ। ସଭା ବସିଲା। କିଛି ସମୟ ଚୁପ୍ ରହିଲା ପରେ ଯେତେବେଳେ ଠିକ୍ 2 ପେଗ୍ ପଡ଼ିଗଲା, ଜିତୁ ମୁହଁରୁ କଥା ବାହାରିଲା। ଜିତୁ ଘର ପୁରୀ। ତାର ସାନ ଭାଇ ରାଜୁ ପୁରୀ କଲେଜରେ ପଢ଼େ। ସେମାନେ 2 ଭାଇ। ଭଉଣୀ ନାହାନ୍ତି। ବାପା ଡାକ୍ତର। ସମ୍ବଲପୁରରେ ରୁହନ୍ତି। ମଝିରେ ମଝିରେ ଆସନ୍ତି। ପୁରୀ ଘରେ ବୋଉ ଆଉ ରାଜୁ। ଜିତୁ ବି 15-20 ଦିନରେ ଥରେ ଲେଖାଁ କଟକ ପୁରୀ ହେଉଥାଏ। ୟା ଭିତରେ ଥରେ ଘରକୁ ଯାଇ କଲିଂ ବେଲ୍ ବଜାଇଲା ତ କବାଟ ଖୋଲିଲା ଜଣେ ସୁନ୍ଦରୀ। ଜିତୁ କିଛି ବୁଝିବା ପୂର୍ବରୁ ଭାଇ କହି ମୁଣ୍ଡିଆ ମାରିଲା। ଜିତୁ ଭାବିଲା ତାଙ୍କ ପୈତୃକ ଗାଁ ନିଶ୍ଚିନ୍ତ କୋଇଲିରୁ କେହି ସମ୍ପର୍କୀୟ କି ଆଉ। ବାଥରୁମ୍ରୁ ଫ୍ରେଶ୍ ହୋଇ ବାହାରିଲା ପରେ ଜାଣିଲା ଇଏ ହେଲା ମିଲି। ମିଲି ରାଜୁ ସାଙ୍ଗରେ ପଢ଼େ। ରାଜୁ ପିଲାବେଳୁ ଭଉଣୀ ନଥିବା କ୍ଷୋଭରେ ଜର୍ଜରିତ। ତେଣୁ କୌଣସି ଝିଅର ନିକଟତର ହେଲା ପରେ ରାଜୁକୁ ଏକ ଅଦ୍ଭୁତ ପବିତ୍ରତାର ସେ ଦଉରା ପଡ଼େ। ସିଏ ଆଉ କିଛି ଭାବିପାରେନା। କିଛି ମିନିଟ୍ ଭିତରେ ଭାଇ ଭଉଣୀର ନିରୋଳା ସମ୍ପର୍କଟିଏ ତିଆରି ହୋଇଯାଏ। ତେବେ ସେ ଭଉଣୀମାନେ ସାଧାରଣତଃ କଲେଜରେ ରହନ୍ତି, ଘର ଆଡ଼କୁ ଆସନ୍ତି ନାହିଁ। ୟା ଭିତରେ ରାଜୁ ମିଲିକୁ ଭଉଣୀ କରିଦେଇଛି। ଆଉ ରାକ୍ଷୀ ପୂର୍ଣ୍ଣିମା ଯାଇ ସାରିଥିବାରୁ ମିଲି ରାଜୁ ହାତରେ ରାକ୍ଷୀ ବି ବାନ୍ଧି ଦେଇଛି। ମିଲି ଘର ପିପିଲି। ସେ ବି ହଷ୍ଟେଲରେ ରହେ। ବୋଉକୁ ଝିଅଟି ଭଲ ଲାଗିଛି। ସପ୍ତାହ ମଝିରେ ଛୁଟି ପଡ଼ିଥିବାରୁ ମିଲି ପିପିଲି ନ ଯାଇ ୟାଙ୍କ ଘରକୁ ପଳାଇ ଆସି ରାତିରେ ରହିଯାଇଛି। କାଲି ରାତିରେ ସେ ବୋଉ ପାଖରେ ଶୋଇଥିଲା। ଜିତୁ ମନେ ମନେ ଭାବିଲା, ନିବିଡ଼ତାର ଗତି କେତେ ପ୍ରଖର ସତେ! ତା ଛଡ଼ା ଭଉଣୀ କରିନଥିଲେ କ'ଣ ଚଳି ନଥାନ୍ତା? ମିଲିର 4 ଜଣ ଭାଇ ଥିଲେ। ଆଉ ବଡ଼ବାପା ପୁଅ କକେଇ ପୁଅ ମିଶି ଆଉ 5 କି 6। କ'ଣ ଦରକାର? ହଉ ଛାଡ଼। 2-3 ମାସ ଭିତରେ ଜିତୁ ଯେତେଥର ପୁରୀ ଯାଇଛି, ମିଲିକୁ ପ୍ରାୟ ଘରେ ଦେଖିଛି। ବୋଉର ମିଲି ସାଙ୍ଗରେ ସମ୍ପର୍କ ଏମିତି ନିବିଡ଼ ହୋଇଯାଇଛି ଯେ ମିଲି ବୋଉର ଅଧା କାମ କରିଦେଉଛି। ଇଏ ଡାଲି କଲେ ସେ ତରକାରୀ, ଇଏ ଲୁଗା ଧୋଇଲେ ସେ ଶୁଖଉଛି। ଏମିତି ସବୁ। ଜିତୁକୁ ଏସବୁ ଖରାପ ଲାଗୁନି। କାହିଁକିନା ମିଲି ତା ପାଇଁ ଚା' ଆଣି ଦଉଛି, ଜଳଖିଆ ବାଢ଼ି ଦଉଛି। ଏମିତିକି ଥରେ ଅଧେ ତା ଜାମାପଟା ବି ଧୋଇ ଚିପୁଡ଼ି ଶୁଖେଇ ଦେଉଛି। ବୋଉ ଡାକୁଛି, ଝିଅ। ବୋଉ ବି ଧେତ୍। ଜିତୁକୁ ଝିଅଟା ୟା ଭିତରେ ଭଲ ଲାଗିଯାଇଛି। ଇଏ କେତେବେଳେ ତା ଅଜାଣତରେ ତୃଷାର୍ତ୍ତ ଆଖିରେ ତା ଓଠକୁ ଚାହିଁଛି ତ କେତେବେଳେ ତା ଆଖିକୁ। ପୁଣି କେତେବେଳେ ନଇଁପଡ଼ି ଲୁଗା କାଚିଲା ବେଳେ ତା ଡ୍ରେସ୍ ଫାଙ୍କରୁ ତା
କ୍ଲିଭେଜକୁ। ଆଉ ଏମିତି ଦିନେ ମିଲି ବୋଉର ଶାଢ଼ୀ ପିନ୍ଧି ଛାତ ଉପରେ ଏକା ଏକା ଠିଆ ହୋଇଥିଲା ବେଳେ ଜିତୁ ତା ପାଖକୁ ମାଡ଼ି ଯାଇଛି ଆଉ ତା ଡାହାଣ ହାତକୁ ନିଜ ପାପୁଲିରେ ଚାପି ଧରିଛି। ଅଧା ଆଶ୍ଚର୍ଯ୍ୟ ଆଉ ଅଧା ଅସହାୟତାରେ ମିଲି କହିଛି, ଭାଇ। ଜିତୁକୁ ପାପବୋଧରୁ ମୁକୁଳେଇବା ଆମର ନୈତିକ ଦାୟିତ୍ୱ ଥିଲା, ନହେଲେ ଆମ ସମସ୍ତଙ୍କ ମୁଣ୍ଡ ଖାଇଥାନ୍ତା। ପ୍ରଥମ ପ୍ରଶ୍ନ ଥିଲା, ଭାଇର ଧରମ ଭଉଣୀ କ'ଣ ମୋର ଧରମ ଭଉଣୀ ନୁହଁ? ପାପ ହବନି ତ? ଉତ୍ତର ଥିଲା, ନା, ଜରୁରୀ ନୁହେଁ, କାରଣ ଏଇଟା ତୋ ଭାଇର ନିଷ୍ପତ୍ତି, ତୋର ନୁହଁ। ତୁ କ'ଣ ଭାଇକୁ କହିଥିଲୁ ତାକୁ ଭଉଣୀ କରିବା ପାଇଁ? ତାହେଲେ ପାପ ନା କଦଳୀ? ଦ୍ୱିତୀୟ ପ୍ରଶ୍ନ ଥିଲା, ରାଜୁ ଏଇ ଘଟଣାକୁ କିଭଳି ଦେଖିବ? ମତେ କମିନା ବୋଲି ଭାବିବନି ତ? ଉତ୍ତର ଥିଲା, ଭାଉଜ ଆଉ ଭଉଣୀରେ କ'ଣ ଫରକ? ଦୁନିଆରେ କେଡ଼େ ବଡ଼ ବଡ଼ କଥା ଲୋକେ ଆକ୍ସେପ୍ଟ କରିଛନ୍ତି। ଇଏ କ'ଣ ବଡ଼ ଭାଇ ହେଇ ସାନ ଭାଇକୁ ଏତେ ଡରୁଛୁ କ'ଣ? ଦ୍ୱିତୀୟ ପ୍ରଶ୍ନ ଥିଲା, ଆଗକୁ କ'ଣ କରିବା? ଉତ୍ତର ଥିଲା, ତୁ ଆଗେଇ ଚାଲ, ଆମେ ପଛରେ ଅଛୁ। ଚତୁର୍ଥ ପ୍ରଶ୍ନ ଥିଲା, ଆଉ ସିଏ ମତେ ଭାଇ ଭାଇ ଡାକୁଛି, ସେଇଟା କ'ଣ କରିବା? ଉତ୍ତର ଥିଲା, କେଉଁଠି ଗୋଟେ ଲେଖା ହୋଇଛି, ପ୍ରେମର ପ୍ରଥମ ସମ୍ବୋଧନ ଭାଇ, ତେଣୁ ଡରିବାର ନାହିଁ। ସେମିତି ଚଳେ। ଜିତୁ ଅଚିରେ ପାପବୋଧରୁ ମୁକୁଳି ଗଲା। ତା ପରଥର ପୁଣି ଛାତ ଉପରର ଷ୍ଟୋରୀ। ପୁଣି ସେଇ ଛାତ ଉପରେ ଭାଇ ପାଖରୁ ଆରମ୍ଭ ହେଇ ଲୁହ ବାଟ ଦେଇ ହେ ଭଗବାନ ଡାକ ଦେଇ ସିଡ଼ି ଘର ବାଟେ ମିଲିର ଓଠରେ ଲାଜୁଆ ହସ ହେଇ ଜୀବନ୍ୟାସ ପାଇଲା। ବାକି ରହିଲା, ଜିତୁ ମିଲିକୁ ଗୋଟେ ଚିଠି ଦବ ଭଲ ଓଡ଼ିଆରେ ଏବଂ ଜଣେଇଦବ ଯେ ଏଇଟା କେବଳ କ୍ଷଣିକ ଆକର୍ଷଣର ଫଳସ୍ୱରୂପ ନୁହଁ, ବରଂ ଏକ ନିଷ୍କପଟ ପ୍ରେମିକର ନିରୋଳା ନିବେଦନ। ଦ୍ୱିତୀୟରେ ଏଇଆ ବି ଜଣେଇଦବ ଯେ ସେ ଆଲତୁ ଫାଲତୁ ଟୋକା ନୁହେଁ, ବରଂ ଜଣେ ବିଦଗ୍ଧ ପ୍ରେମିକ ଓ ବୁଦ୍ଧିଜୀବୀ। ଚାରି ପେଗ୍ ପରେ ବନ୍ଦ ହୋଇ ଆସୁଥିବା ଆଖି ଆଉ କଣ୍ଠ ସମ୍ଭାଳି ଜିତୁ କହିଲା, ଭାଇ, ଏଗୁଡ଼ାଙ୍କ ଦ୍ୱାରା କାମ ନୁହଁ। ମୋ ଚିଠିଟା ତୁ ହିଁ ଲେଖିବୁ। ତୋ ଓଡ଼ିଆଟା ଭଲ। ମୁଁ ତାଠୁ ଅପେକ୍ଷାକୃତ ଅଧିକ ହୋସରେ ଥିଲି। ପଚାରିଲି, ଲେଖିଦେବି। କ'ଣ ଦବୁ? ଦୋହଲା ସ୍ୱରରେ ଜବାବ ମିଳିଲା, 2 ବୋତଲ ବିୟର। ସିଆଡ଼େ ମେସର ଫ୍ରିଜରେ ବିୟର ଥଣ୍ଡା ହେଉଥିଲା ଆଉ ଏ ପାଖରେ ପ୍ରେମପତ୍ର ଲେଖା ଚାଲିଥିଲା। ମୁଁ ପେଶାଦାର ଲୋକ ଭଳି ତାକୁ ପଚାରି ଚାଲିଥାଏ ଆଉ ସିଏ ଉତ୍ତର ଦେଇ ଚାଲିଥାଏ। ଛାତ ଉପରେ କ'ଣ ହେଲା? ସିଏ ଠିଆ ହୋଇଥିଲା। ମୁଁ ଯାଇକି ତା ହାତଟା ମାଡ଼ି ବସିଲି। ତାର ଟିକେ ବର୍ଣ୍ଣନା ଦେ। ହଳଦିଆ ଶାଢ଼ୀ, କହରିଆ ବାଳ, ସମୁଦ୍ରକୂଳିଆ ପବନ। ରହିଯା ରହିଯା। ମିଳିଲା ପ୍ରଥମ ଧାଡ଼ି। ମିଲି, ତୁ କ'ଣ ପ୍ରଜାପତି? ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି। ମଙ୍ଗଳା ସାର୍, ସାହିତ୍ୟ ସାର୍। ରଚନାର ବିଷୟ ଥିଲା ସ୍ୱାଧୀନତା ଦିବସ। ମୁଁ କୌଣସି ଏକ ପ୍ରବନ୍ଧ ବହିରୁ ଘୋଷି ପକେଇଥିବା ଧାଡ଼ି କେତେଟା ଲେଖି ଚାଲିଲି। ଦୀର୍ଘ 2 ଶତାଧିକ ବର୍ଷର ପରାଧୀନତାର ଶୃଙ୍ଖଳ ଛିନ୍ନ କରି ଭାରତବାସୀ ଯେଉଁଦିନ ସ୍ୱାଧୀନତାର ଅଦ୍ୟବାୟ ନିଜ ନାସାପୁଟରେ ଆଘ୍ରାଣ କଲେ, ସେ ଦିନଟି ଥିଲା 1947 ମସିହା। ଖାତାଟା ବଢ଼େଇ ଦେଇ ଉତ୍କଣ୍ଠାରେ ଚାହିଁଲି। ମଙ୍ଗଳା ସାର୍ ହସିଲେ। କହିଲେ, ଏଇଟା ତ ଯିଏ ବହିଟା ଲେଖିଛି ସେଇ ଭାବିଛି, ସେଇ ଲେଖିଛି। ତୁ କ'ଣ ଭାବୁଛୁ? ମୁଁ କ'ଣ ଭାବୁଛି? କିଛି ବି ଭାବୁନି, ଭାବି ପାରୁନି। ଆଉ ଥରେ ଭାବିବାକୁ ଚେଷ୍ଟା କଲି। 10-15 ମିନିଟ୍ ଭାବିଲି ଆଉ ଧାଡ଼ିଟିଏ ଲେଖିଲି। 1947 ମସିହା ଅଗଷ୍ଟ 15 ତାରିଖ ଭାରତ ସ୍ୱାଧୀନ ହେଲା। ଆମେ ସ୍ୱାଧୀନ ହେଲୁ। ଡରି ଡରି ଖାତାଟା ସାରଙ୍କ ଆଡ଼କୁ ବଢ଼େଇ ଦେଲି। ଚମତ୍କାର ହେଇଛି, ଆଗକୁ ଲେଖ। ନବମ ଶ୍ରେଣୀରେ ଆଠଗଡ଼ ହାଇସ୍କୁଲରେ ପଢ଼ୁଥିଲି। ରଚନାର ବିଷୟବସ୍ତୁ ଥିଲା ଶୀତ ସକାଳ। ପ୍ରଥମ ଧାଡ଼ି ଥିଲା, ଶୀତ ସକାଳେ ଶୀତ ହୁଏ। ଏତକ ପଢ଼ି ପଣ୍ଡା ସାର୍ ଚିହିଁକି ଉଠିଲେ। ଶୀତ ସକାଳେ ଶୀତ ହୁଅନ୍ତାନି, ଆଉ କ'ଣ ଗରମ ହୁଅନ୍ତା? ମୂର୍ଖ। ମୋର ଆତ୍ମବିଶ୍ୱାସ ଦୃଢ଼ ଥିଲା। ଯାହା ଭାବି ପାରୁଥିଲି ଲେଖି ଦଉଥିଲି। ସେବେ ରାଗ ଲାଗିଥିଲା, ଏବେ ଲାଗୁଛି ପଣ୍ଡିତ ନୁହେଁ, ବରଂ ମୂର୍ଖମାନେ ହିଁ ଭଲ ଲେଖିପାରିବେ। ମିଲି ପାଇଁ ଲେଖା ହୋଇଥିବା ଚିଠିର ଶେଷ ଧାଡ଼ି ଥିଲା, ମିଲି, ତୁ ପ୍ରଜାପତି ହେଲେ ମୁଁ ପେନ୍ଥା ପେନ୍ଥା ଫୁଲ ଫୁଟିଥିବା ଗଛ ଡାଳ। ମୋ ଦେହରେ ବସିଛୁ, ଉଡ଼ିଯିବୁନି ତ? ଚିଠିଟା ମିଲିର ହଷ୍ଟେଲ ଠିକଣାରେ ପହଞ୍ଚିଲା। ସପ୍ତାହ ପରେ ଜିତୁକୁ ମିଲିର ଚିଠି ମିଳିଲା। ମିଲି ଚିଠିର ଶେଷ ଧାଡ଼ି ଥିଲା, ଜିତୁ ଭାଇ, ତମ ଡାଳରେ ଏତେ ଅଠା ଲାଗିଛି, ଏ ପ୍ରଜାପତି ଉଡ଼ିବ କେମିତି? ଜିତୁର ସଫଳତା ପାଇଁ ଉତ୍ସବ ପାଳିତ ହେଲା ଆଉ ହିରୋ ଥିଲି ମୁଁ। ପେଶାରେ ସଫଳତା ଗୋଟେ ମଜବୁରି।
ହେଲେ ବେଳେ ବେଳେ ଗୋଟେ ସଫଳ କାହାଣୀ ବି ରାତାରାତି ବଜାର ତିଆରି କରିଦେଇପାରେ ଏ ଧାରଣା ମୋର ନଥିଲା। ପରବର୍ତ୍ତୀ 3 ମାସରେ ପାଖାପାଖି 25 ଜଣ ବିଦଗ୍ଧ ପ୍ରେମିକଙ୍କ ପାଇଁ ଚିଠି ଲେଖି ସାରିଥିଲି। ସେଥିପାଇଁ ସେମାନଙ୍କୁ ମନ ଦେଇ ଶୁଣିବାକୁ ପଡ଼ୁଥିଲା, ସେମାନଙ୍କ କଳ୍ପନାକୁ ଆପଣେଇବାକୁ ପଡ଼ୁଥିଲା, ପ୍ରେମିକାର ଲେବୁଲ ଠଉରେଇ ସେଇ ହିସାବରେ ଭାଷ ଯୋଡ଼ିବାକୁ ପଡ଼ୁଥିଲା। ସେମାନେ ପ୍ରଗଳ୍ଭ ହେଇ ଗପି ଚାଲୁଥିଲେ, ଆଉ ମୁଁ ତାଙ୍କ କଳ୍ପନାର ଝିଅ ଧରି ଏ ଗପରୁ ସେ ଗପକୁ ଡିଆଁ ମାରି ଏକ ଅଦ୍ଭୁତ ରୋମାଞ୍ଚ ଅନୁଭବ କରୁଥିଲି। ସଫଳତା ହାର ପାଇଁ ମୋ ପାରିଶ୍ରମିକ ବି ବଢ଼ି ଯାଇଥିଲା। ମେଡ଼ିକାଲ କଲେଜ ପାଖ ଚାଇନିଜ ରାସ୍ତାରେ ଚାଉମିନ ଆଉ ଚିଲି ଚିକେନ, 2 ବୋତଲ ବିୟର ପରେ। କେବେ କେବେ ଜଣେ ଜଣେ ମୋତେ ଆଶ୍ଚର୍ଯ୍ୟ ହେବା ପାଇଁ ବାଧ୍ୟ କରୁଥିଲେ। ସମ୍ବିତର ବାପା ଥିଲେ ଜଣେ ବଡ଼ ଅଫିସର। ତାଙ୍କ 8 ନମ୍ବର ସ୍ଥିତ ସରକାରୀ ବଙ୍ଗଳାରେ କାମ କରୁଥିବା ମାଳିର ସ୍ତ୍ରୀ ମାଳତୀ ପାଇଁ ଚିଠି ଲେଖିବାର ଥିଲା। ମାଳତୀ ଆଉ ତା ସ୍ୱାମୀ ନରେନ୍ଦ୍ର ରାୟଗଡ଼ାରୁ ଆସିଥିଲେ। ବୋଧେ ଘରୁ ପଳେଇ ଆସି ବାହା ହୋଇଥିଲେ। ଭୁବନେଶ୍ୱର ଆସିବାର କିଛି ଦିନ ପରେ ନରେନ୍ଦ୍ର ହଠାତ୍ କୌଣସି କାରଣ ପାଇଁ ନିରାସକ୍ତ ହୋଇଗଲା। ଆଉ ସମ୍ବିତ ପରିସ୍ଥିତି ଠଉରେଇ ନେଇ ମାଳତୀକୁ ଭାବପ୍ରବଣ କରିଦେଲା, ଆଉ ତା ସହ ଗୋପନରେ ମିଶୁଥିଲା। ସବୁ ଶୁଣି ସାରିଲା ପରେ ମୋତେ ଲାଗିଲା ଏଠି ଆଉ ଚିଠିର କ'ଣ କାମ? ଇନ୍ଦ୍ରିୟଙ୍କ ଇସାରାରେ ହାତଗୋଡ଼ ଚାଲିବ। ତେବେ ମୁଁ ଚିଠିଟା ଲେଖିବା ପାଇଁ ବାଧ୍ୟ ହେଲି ଯେତେବେଳେ ଜାଣିଲି ନରେନ୍ଦ୍ର ସହିତ ଘର ଛାଡ଼ିବା ଆଗରୁ ମାଳତୀ ରାୟଗଡ଼ା କଲେଜରେ ଓଡ଼ିଆ ଅନର୍ସ ନେଇ ପଢ଼ୁଥିଲା, ଆଉ ସେ ରମାକାନ୍ତଙ୍କ ଶ୍ରୀରାଧା ବି ପଢ଼ିଛି। ହସି ହସି ଗଡ଼ି ଯାଉଥିଲା ବିଜୟା। କେତେବେଳେ ତା ବାପା ବୋଉଙ୍କ ଝଗଡ଼ା କଥା କହି ତ କେତେବେଳେ ତା ତୁଳସୀପୁର ଘର ପାଖ ରୋମିଓଙ୍କ କଥା କହି। ମୁଁ କେଜାଣି କେଉଁଠି ହଜି ଯାଇଥିଲି। ହଠାତ୍ ପିଠିରେ ବିଧାଟାଏ ଖାଇ ପ୍ରକୃତିସ୍ଥ ହେଲି। ବିଧା ବସେଇ ଦେଇ ସେ ଚୁପ୍ ହୋଇଗଲା। କୌଣସି କ୍ଲାସ ଭଲ ନ ଲାଗିଲେ ଆମେ ବନ୍ଦ କରୁଥିଲୁ, ଆଉ ପ୍ରାୟ ସମୟରେ କମର୍ସ ବ୍ଲକ ପଛପାଖ ଝାଉଁ ବଣର ସିମେଣ୍ଟ ବେଞ୍ଚରେ ବସିଥିଲୁ। କିଛି ସମୟ ଚୁପ୍ ରହିଲା ପରେ ବିଜୟା ଠିଆ ହେଲା, ଆଉ ଏକ ଅନିର୍ଦ୍ଦିଷ୍ଟ ଦିଗକୁ ଚାହିଁ କହିଲା, ଭୁଲ ପିଲାଟାକୁ ଭଲ ପାଇଲି। ଛି, କି ଡ୍ରାଇ। ସେଠୁ ସେ ତମ ହୋଇ ଉଠି ଚାଲିଗଲା। ପରେ ବି ମୁଁ ଉଠି ହଷ୍ଟେଲ ଆଡ଼େ ମୁହାଁଇଲି। ରୁମକୁ ଆସି ଭାବିଲି ବିଜୟାକୁ ଖୁସି କରିବା ପାଇଁ ଚିଠିଟେ ଲେଖିଲେ କେମିତି ହୁଅନ୍ତା। ନୋଟବୁକ୍ ଧରିଲି, ପେନ୍ ଧରିଲି। ଭାବିଲି କ'ଣ ଲେଖିବି। ମୋତେ ଦିଶୁଥାଏ ମୁଁ ସେଇ ସିମେଣ୍ଟ ବେଞ୍ଚରେ ସେମିତି ବସି ରହିଛି, ଆଉ ମୋତେ ପଛରେ ଛାଡ଼ି ବିଜୟା କୁଆଡ଼େ ଚାଲି ଯାଉଛି। କେତେବେଳେ ମାଳତୀ କହୁଛି, ଓଃ, ତାହେଲେ ଆପଣ ଲେଖିଥିଲେ ସେ ଚିଠିଟା। କେତେବେଳେ ମିଲି ଆସି ଡାକି ଦେଇ ଯାଉଛି, ଭାଇ। ପୁଣି ଆଉ କିଏ, ତାପରେ ଆଉ କିଏ। କେବେ ଦେଖିନଥିବା ଏଇ ଝିଅମାନଙ୍କୁ ମୁଁ ସ୍ପଷ୍ଟ ଦେଖିପାରୁଛି। ହଳଦିଆ ଶାଢ଼ୀରେ ଚିଠି ପଢ଼ି ଗୋଲାପୀ ପଡ଼ିଯାଉଥିବା ତାଙ୍କ ମୁହଁ, ହାତ ସନ୍ଧିରୁ ହାତ ଖସାଇ ସିଡ଼ି ଘର ବାଟେ ଖସି ପଳାଉଥିବା ପ୍ରଜାପତି। ବିଜୟା କାହିଁ? ତଳେ ଗୁଡ଼ାଏ କାଗଜ କୋଚାମଚା ହୋଇ ପଡ଼ିଛି। ସିଗାରେଟ ବଡ଼ରେ ଆସ୍ ଟ୍ରେ ଭର୍ତ୍ତି। ମୋ ଆଖି ଲାଗି ଯାଇଛି। ବିଜୟା ସେମିତି ଚାଲିଛି କୁଆଡ଼େ କେଜାଣି। ମୁଁ ତା ପଛେ ପଛେ ଧାଇଁଛି। କିଛି ସମୟ ପରେ ମୁଁ ତାକୁ ପଛରୁ ଧରି ପକେଇଛି। ବିଜୟା ବୁଲି ପଡ଼ୁଛି। ମୁଁ ଡରି ଡରି ଡାକୁଛି, ବିଜୟା। ବିଜୟା ହସୁଛି। କ'ଣ ହେଲା, ଦେଖିପାରୁନ? ନା, କାହିଁକି ଜାଣିନି। ଉହୁଁ। ବିଜୟା ହସୁଛି। ପରେ ଧୀରେ ଧୀରେ ତା ଆଖି ମିଶାଇ ଦେଉଛି ମୋ ଆଖିରେ। ମୋ ମୁହଁକୁ ମୁହଁ ଲଗେଇ ଆଣୁଛି। ଓଠରେ ଓଠ ଯୋଡ଼ି ଦେଉଛି। ତା ଅଠାଳିଆ ଲିପଷ୍ଟିକ୍ ମୋ ଶୁଖିଲା ଓଠ, ତା ସୂକ୍ଷ୍ମ ଆଙ୍ଗୁଠିର ଫାଙ୍କରେ ଛନ୍ଦି ହୋଇଥିବା ମୋର ସବୁତକ ଆଙ୍ଗୁଠି। ଏକ 4 ମହଲା ଘର। ଘରର ଦ୍ୱିତୀୟ ମହଲାର ଡାହାଣ ପାଖରେ ଏକ ନିଭୃତ କୋଠରୀ। କୋଠରୀରେ ହାଲୁକା ଖଇରିଆ ରଙ୍ଗର କାନ୍ଥ, ଗୋଟେ ସୁସଜ୍ଜିତ ଖଟ, ଟିପୟ ଉପରେ କଟ୍ ଗ୍ଲାସର ପଟ୍ରେ ସଫା ସଫା ପାଣି, ପାଣିରେ ଭାସୁଥିବା ବାଇଗିଣୀ ଆଉ ହଳଦିଆ ରଙ୍ଗର ଫୁଲ, ବିଜୟାର ନାଲି ରଙ୍ଗ ଶାଢ଼ୀ, ତା ଭିତରୁ ଉଙ୍କି ମାରୁଥିବା ଗୋରା ଗୋରା ପେଟ। ମୋ ହାତ ବୁଲୁଛି ଲଗାତାର ତା ସୁବାସିତ ଦେହରେ, ଅଧା ଆଲୁଅ ଅଧା ଅନ୍ଧାରରେ। କେହି କୁଆଡ଼େ ନାହାନ୍ତି। ମୋତେ ଆବୋରି ନେଉଥିବା ପ୍ରେମିକାମାନେ ଆଉ କେହି ନାହାନ୍ତି। ଖାଲି ବିଜୟା ଆଉ ମୁଁ ହାତ ବୁଲାଇ ଚାଲିଛି ତା ଦେହ ସାରା। ନୀରବତାର ଓଜନ ବଢ଼ିଛି, ଆଉ ନିଶ୍ୱାସରେ ଉଷ୍ମତା। ଆଖି ବୁଜି ଦେଇଛି ବିଜୟା। ନିଶ୍ୱାସର ଉଷ୍ମତମ ବିନ୍ଦୁରେ ଅଟକେଇ ଦେଉଛି ମୋ ହାତକୁ। ପିସ୍ ପିସ୍ କଣ୍ଠରେ ପଚାରୁଛି, ଇଏ କ'ଣ କରୁଛ?
ଖୋଜୁଛି। କ'ଣ ଖୋଜୁଛି? ମୋ ଡ୍ରାଇ ହିରୋ। କ'ଣ ଖୋଜୁଛି? ମୁଁ ଛନ୍ଦି ଦେଇଛି ବିଜୟାକୁ ହାତ ଆଉ ଛାତିରେ। ଧରା ଦେବୁ କି ବିଜୟା? ଆଞ୍ଜୁଳାଏ ପାଣିରେ ଜହ୍ନ ଯେମିତି ଧରା ଦିଏ। ବିଜୟା ପଚାରି ଚାଲିଛି, ଇଏ କ'ଣ ଖୋଜୁଛ? ରାତି ଅଧରେ ମଝି ଜଙ୍ଗଲରେ ବନ୍ଧୁକରୁ ଗୁଳି ସାରି ଦେଇଥିବା ଶିକାରୀଟିଏ ସତେଅବା ଲୁଚିବା ପାଇଁ ଜାଗାଟିଏ ଖୋଜୁଛି। କାହାଣୀଟି ଯଦି ପସନ୍ଦ ଆସୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟସ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।